ଦିନରେ ମଦ, ରାତିରେ ମଦ, 4ଟା ବେଳେ ମଦ, ମଲେ ମଦ, ଜନ୍ମଦିନରେ ମଦ, ବାହାଘରରେ ମଦ, ଗାଡି ଚଲାଉଛି ମଦ, 100 କିଲୋମିଟର ବାଟ କେମିତି ଯିବି ତା ପାଇଁ ମଦ, 200 କିଲୋମିଟର ଫେରିବି ଶୀତ ରାତି 14 ଡିଗ୍ରୀ ଥଣ୍ଡା ତା ପାଇଁ ବି ମଦ, ଖରା ହଉଛି ବିୟର ପିଇବି, ଶୀତ ହଉଛି ରମ୍ ପିଇବି, ବ୍ରାଣ୍ଡି ପିଇବି, ହୁଇସ୍କି ପିଇବି, ସ୍କଚ୍ ପିଇବି, ପଇସା ନେଇକି କାରବାର। ମଦ ନିଶା ଗଞ୍ଜେଇ ହେଇଗଲା, ସେଟା ଡର ନିଶା, ଆପଣ ପୁରା ଗଭୀର ଜ୍ଞାନକୁ ପଳେଇବେ। ଭାଙ୍ଗ, ଭାଙ୍ଗ ଖାଇବେ ମାନେ ଆପଣ ଶୋଇବେ, ସେଥିରେ ଆଉ ଉଲମ ବିଲମ କିଛି ହବାର ନାହିଁ। ଭାଙ୍ଗ ଆୟୁର୍ବେଦିକରେ ଯାଏ, ଗଞ୍ଜେଇଟାକୁ ତ ଭାରତ ସରକାର ଆମର ବନ୍ଦ କରି ରଖା ହେଇଛି। ମଦ ତ ସରକାର ବିକ୍ରି କରୁଛନ୍ତି କାରଣ ସେଥିରୁ ଟ୍ୟାକ୍ସ ମିଳୁଛି ଆମକୁ, ମାଗଣା ଜୋତା ଛତା କତା, ଲାଇଟ୍ ଭଲ ଜଳିବ, କଲେଜ ହବ, ସ୍କୁଲ ହବ, ମେଡିକାଲ ହବ, ଆମକୁ ସବୁ ମାଗଣା ଦରକାର। ମାଗଣା ଦରକାର ପାଇଁ ହେଲେ ଆପଣଙ୍କୁ ସ୍ୱାବଲମ୍ବୀ ହେବାକୁ ପଡିବ, ସ୍ୱାଭିମାନ ହେବାକୁ ପଡିବ। ତେଣୁ ଯୋଉମାନେ ସବୁ ଭଲ ଭଲ କବି ଓଡିଶା ବିଷୟରେ ଯାହା ଲେଖିଦେଇକି ଯାଇଥିଲେ, ବର୍ତ୍ତମାନ ଆପଣ ସେଗୁଡାକ ପାଇବେ ନାହିଁ। ଓଡିଆ ଲୋକ ମାନସିକ କୋଢିଆ ହେଇଯାଇଛନ୍ତି। ଏବଂ ଆଉ ଗୋଟେ ଅଛି, ସେଟା ବହୁତ ଦର୍ଶକ ଆପଣଙ୍କର ଅଛନ୍ତି, ସେଟାକୁ ମୁଁ କହିପାରିବିନି। ଆମେ ଓଡିଆ ଭାରି ବଢିଆ ହେଇଯାଇଛି, ଆମେ ମାନସିକ କୋଢିଆ। ଆଉ ଗୋଟେ ଅଛି, ସେଟା ମୁଁ କହିପାରିନି, ସେଟା ଲୋକ ତାଙ୍କର କରିବେ। ଆଜ୍ଞା,